ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ଦ୍ୱାରା ସେ ଆମ ସମସ୍ତଙ୍କ ସହିତ କଥାବାର୍ତ୍ତା ହେଉଛନ୍ତି। ସେଥିପାଇଁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ହୃଦୟ ସହିତ ଧନ୍ୟବାଦ ଦିଏ ଯେ ଆପଣମାନେ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରଚାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆପଣମାନେ ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ଆଜିର ପ୍ରସଙ୍ଗ ନିକଟକୁ ଯିବା। ଆଜିର ପ୍ରସଙ୍ଗଟି ଏ ପ୍ରକାରଟେ, ବ୍ୟଭିଚାର ପାପର ତିନୋଟି ମୁଖ୍ୟ ଦଣ୍ଡ। ବ୍ୟଭିଚାର ପାପର ତିନୋଟି ମୁଖ୍ୟ ଦଣ୍ଡ। ପ୍ରିୟମାନେ, ଦିନକୁ ଦିନ ଅତ୍ୟଧିକ ପରିମାଣରେ ବଢ଼ୁଥିବା ପାପ ବ୍ୟଭିଚାର ଅଟେ। ଆଉ ସମସ୍ତେ ପସନ୍ଦ କରୁଥିବା ପାପ। ପ୍ରତ୍ୟେକ ଜଣ ଏହି ପାପକୁ ବହୁତ ପସନ୍ଦ କରନ୍ତି। ଆବାଳ ବୃଦ୍ଧ ବନିତା ବୟସ ସୀମା ସମ୍ପର୍କ ଏସବୁ ଗୁଡ଼ିକ ମାନେ ନାହିଁ। ଏହି ପାପକୁ ସମସ୍ତେ କରିବା ପାଇଁ ପସନ୍ଦ କରନ୍ତି। ମାତ୍ର ଏହି ପାପ ବିରୁଦ୍ଧରେ ପରମେଶ୍ୱରଙ୍କର ଦଣ୍ଡ କ'ଣ ଅଟେ? ପଢ଼ିବା ପ୍ରଥମ କୋରିନ୍ଥୀୟ 6 ଅଧ୍ୟାୟ 18 ପଦରେ, ବ୍ୟଭିଚାରରୁ ପଳାୟନ କର। ମନୁଷ୍ୟ ଅନ୍ୟ ଯେକୌଣସି ପାପ କରେ ତାହା ଶରୀର ବହିର୍ଭୂତ, କିନ୍ତୁ ଯେ ବ୍ୟଭିଚାର କରେ ସେ ଆପଣା ନିଜ ଶରୀର ବିରୁଦ୍ଧରେ ପାପ କରେ। ଯେଉଁମାନେ ବ୍ୟଭିଚାର ପାପ ମାନେ କ'ଣ? ବାହା ନ ହେବା ପୂର୍ବରୁ ଶାରୀରିକ ସମ୍ପର୍କ ଅନ୍ୟ କାହା ସହିତ କରିବା, ବାହା ହେଲା ପରେ ନିଜ ସ୍ତ୍ରୀ ବା ନିଜ ସ୍ୱାମୀଙ୍କୁ ଛାଡ଼ି ଅନ୍ୟ କାହା ସହିତ ଏହି ପ୍ରକାର ଶାରୀରିକ ସମ୍ପର୍କ କରିବା, ଏହା ବ୍ୟଭିଚାର ପାପ ଅଟେ। ଆଉ ଏହି ପାପ ଶରୀର ବିରୁଦ୍ଧର ପାପ। ଯେତେବେଳେ ଜଣେ ବ୍ୟକ୍ତି ଏହି ପାପ କରେ, ତା ଶରୀରରେ ବିଭିନ୍ନ ପ୍ରକାର ଦଣ୍ଡ ଗୁଡ଼ିକକୁ ସେ ଆଣେ। ଆମେ ଦେଖୁଛୁ ପ୍ରକାଶିତ ପୁସ୍ତକ 2 ଅଧ୍ୟାୟରେ ଜଣେ ସ୍ତ୍ରୀ ଅଛନ୍ତି ଥୁଇଥୁଇରିଆ ମଣ୍ଡଳୀରେ, ଯାହାକୁ କି ଜିଜେବେଲ କୁହାଯାଏ। ଆଉ ସେ ବ୍ୟଭିଚାର ପାପରେ ଲିପ୍ତ। ସେଥିପାଇଁ ପ୍ରଭୁ ତାହାକୁ ମନ ପରିବର୍ତ୍ତନ କରିବା ପାଇଁ ସୁଯୋଗ ଦେଲେ। ଫେରିଆସେ, ପ୍ରଭୁଙ୍କ ନିକଟକୁ ଫେରିଆସେ, ମନ ପରିବର୍ତ୍ତନ କରେ। ପ୍ରକାଶିତ 2:21 ଆମ୍ଭେ ତାହାକୁ ମନ ପରିବର୍ତ୍ତନ କରିବାକୁ ସମୟ ଦେଲେ ସେ ଆପଣା ବେଶ୍ୟାବୃତ୍ତିରୁ ମନ ପରିବର୍ତ୍ତନ କରିବାକୁ ଇଚ୍ଛୁକ ହେଲା ନାହିଁ। 22 ପଦ, ଦେଖ ଆମ୍ଭେ ତାହାକୁ ଶଯ୍ୟାଶାୟୀ କରିବୁ। ଯେତେବେଳେ ଜଣେ ବ୍ୟକ୍ତି ବ୍ୟଭିଚାର ପାପ କରେ, ସେ ବ୍ୟକ୍ତିକୁ ମନ ପରିବର୍ତ୍ତନ କରିବା ପାଇଁ ପ୍ରଭୁ ସୁଯୋଗ ଦିଅନ୍ତି। ଆଉ ଯେଉଁ ସମୟରେ ସେ ସୁଯୋଗକୁ ସେ ବ୍ୟବହାର କରେ ନାହିଁ, ମନ ପରିବର୍ତ୍ତନ କରେ ନାହିଁ, କିଛି ତ ହେଉନାହିଁ, ଆହୁରି ଆମେ କରିବା, କୌଣସି ପ୍ରକାର ଦଣ୍ଡ ନାହିଁ। କାରଣ ଅନେକ ସମୟରେ ପ୍ରଭୁଙ୍କର ସୁଯୋଗକୁ ଲୋକମାନେ ବୁଝିପାରନ୍ତି ନାହିଁ। ଆଉ ସେମାନେ ଭାବନ୍ତି ଯେ ଏହି ପାପ କଲେ ତ କିଛି ହେଉନାହିଁ, ଏ ପ୍ରକାର ଭାବି ସେମାନେ ସେହି ପାପରେ ସେମାନେ ଲିପ୍ତ ରୁହନ୍ତି। ସେହି ସମୟରେ ପରମେଶ୍ୱର କହନ୍ତି ଯେ ଆମେ ତାକୁ ଶଯ୍ୟାଶାୟୀ କରିବା। ସେ ଖଟରେ ପଡ଼ିବ, ପ୍ୟାରାଲାଇଜ୍ ରୋଗ ହେବ, ଯେକୌଣସି ପ୍ରକାର ରୋଗ ହେବ, ସେ ଶଯ୍ୟାରେ ପଡ଼ି ରହିବ। ମେଡ଼ିକାଲ ବେଡ଼୍ରେ ହେଉ, ଘରେ ହେଉ, ଯେକୌଣସି ସ୍ଥାନ। ଏଇଟା ହେଉଛି ବ୍ୟଭିଚାର ପାପର ଗୋଟେ ଦଣ୍ଡ। ତାହାକୁ ଶଯ୍ୟାଶାୟୀ କରିବେ, ତାହାକୁ ବେଡ୍ ରିଟେନ୍ କରିଦେବେ। ସେ ବେଡ଼୍ରେ ହିଁ ସେ ରହିବ। ସେଠି ଏକା ଝାଡ଼ା ପରିସ୍ରା ସବୁ କିଛି ସେଠି ସେ କରିବ। ଏଇଟା ହେଉଛି ବ୍ୟଭିଚାର ପାପର ପ୍ରଥମ ଦଣ୍ଡ, ଯେ ସେ ଶଯ୍ୟାଶାୟୀ ହେବ। ସେ ବଳବାନ ହେଉ, ସେ ହୃଷ୍ଟପୃଷ୍ଟ ହେଉ, କମ୍ ବୟସ୍କ ଲୋକ ହେଉ, ଯଦି ସେ ବାରମ୍ବାର ବ୍ୟଭିଚାର ପାପ ସେ କରୁଛି, ମନ ପରିବର୍ତ୍ତନ କରୁନାହିଁ, ସେ ବାହା ହେଇଥାଉ କି ବାହା ନ ହେଇଥାଉ, ତାହେଲେ ପରମେଶ୍ୱର ତାହାକୁ ଏହି ପ୍ରକାର ଭାବରେ ଶଯ୍ୟାଶାୟୀ କରିଦେବେ। ଆଉ ଏହା ବାଇବଲ ଆମମାନଙ୍କୁ ଅତି ସୁନ୍ଦର ଭାବରେ ଆଉ ଅତି ସ୍ପଷ୍ଟ ଭାବରେ ଆମମାନଙ୍କୁ ଶିକ୍ଷା ଦିଏ। ସେଥିପାଇଁ ଆମେ ପ୍ରଭୁଙ୍କ ଲୋକମାନେ ଏହିସବୁ ପାପରୁ ଆମମାନଙ୍କୁ ଦୂରକୁ ହିଁ ରହିବାର ଅଛି। ଦ୍ୱିତୀୟରେ, ଯଦି ଆମେ ମଲାଖିଆ ପୁସ୍ତକ ଆମେ ଦେଖୁଛୁ, ବାଇବଲର ବା ପୁରାତନ ନିୟମର ଶେଷ ପୁସ୍ତକ, ସେହି ସ୍ଥାନରେ ପରମେଶ୍ୱର ଲୋକମାନଙ୍କୁ ସେ ଏହି ପ୍ରକାର ଭାବରେ କହୁଛନ୍ତି ଯେ ଲୋକମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି, ବଳିଦାନ କରୁଛନ୍ତି, ହେଲେ ମଧ୍ୟ ସେମାନଙ୍କର ନୈବେଦ୍ୟକୁ ପ୍ରଭୁ ଗ୍ରହଣ କରୁନାହାନ୍ତି। ପ୍ରଭୁଙ୍କୁ ସେମାନଙ୍କ ପ୍ରାର୍ଥନାକୁ ଶୁଣୁନାହାନ୍ତି। କାହିଁକି? କାରଣ ଏମାନେ ନିଜ ସ୍ତ୍ରୀଙ୍କ ସହିତ ବିଶ୍ୱାସଘାତ କରିଛନ୍ତି।
ପଢ଼ିବା ମଲାଖି 3:13 ପୁନର୍ବାର ତୁମେମାନେ ଏହି କର୍ମ କରୁଅଛ। ତୁମ୍ଭେ ମାନେ ଲୋତକରେ ରୋଦନରେ ଆର୍ତ୍ତସ୍ୱରରେ ସଦାପ୍ରଭୁଙ୍କ ଯଜ୍ଞବେଦୀକୁ ଏପରି ଆଚ୍ଛନ୍ନ କରୁଅଛ ଯେ ସେ ଆଉ ନୈବେଦ୍ୟ ପ୍ରତି ଦୃଷ୍ଟିପାତ କରନ୍ତି ନାହିଁ, କିମ୍ବା ଦୁଷ୍ଟ ହୋଇ ତୁମମାନଙ୍କ ହସ୍ତରୁ ତାହା ଗ୍ରହଣ କରନ୍ତି ନାହିଁ। ଏସବୁ କହିବା ବେଳେ କାହିଁକି ପ୍ରକାର କରୁଛନ୍ତି? କାରଣ ତୁମେ ଆପଣା ଯୌବନ କାଳୀନ ଭାର୍ଯ୍ୟ ସହିତ ବିଶ୍ୱାସଘାତ କରିଛ, ତୁମ ସ୍ତ୍ରୀ ଥାଉଣୁ ତ ଅନ୍ୟ କାହା ସହିତ ତୁମେ ଖରାପ ସମ୍ପର୍କ ରଖିଛ, ଅନ୍ୟ କାହା ଆଡ଼େ ତୁମେ ମନ ଦେଇଛ। ସେଥିପାଇଁ ପରମେଶ୍ୱର ତୁମ ପ୍ରାର୍ଥନା ଶୁଣିବେ ନାହିଁ, ପରମେଶ୍ୱରଙ୍କ ସହିତ ତୁମେ ଫେଲୋସିପ୍ କରିପାରିବ ନାହିଁ, ପ୍ରଭୁଙ୍କର ପ୍ରେଜେନ୍ସ ତୁମକୁ ମିଳିପାରିବ ନାହିଁ। ପ୍ରିୟମାନେ, ଏଇଟା ହେଉଛି ସେ ଦଣ୍ଡ ଗୁଡ଼ିକ। ଜଣେ ବ୍ୟକ୍ତି ଯେଉଁ ସମୟରେ ସେ ବ୍ୟଭିଚାର ପାପ କରେ, ପରମେଶ୍ୱର ତାହାକୁ ଏହି ପ୍ରକାର ଦଣ୍ଡ ଗୁଡ଼ିକ ସେ ପ୍ରଦାନ କରନ୍ତି। ସେ ବ୍ୟଭିଚାର ପାପ ଏହା ଗୋଟେ ଭୟଙ୍କର ପାପ ଅଟେ, ଶରୀରର ପାପ ଅଟେ। ଏହି ପାପରେ ଅନେକ ଲୋକ ଛଟପଟିକିନା ଅଛନ୍ତି, ପଡ଼ିକିନା ଅଛନ୍ତି, କଷ୍ଟ ଯନ୍ତ୍ରଣା ପାଉଛନ୍ତି, କେମିତି ବାହାରିବେ ଜାଣିପାରୁନାହାନ୍ତି। ପ୍ରିୟମାନେ, ଏହି ପାପର ଦଣ୍ଡ ଭୟଙ୍କର ଅଟେ, କାରଣ ଆମମାନଙ୍କ ଶରୀର ପବିତ୍ର ଆତ୍ମାଙ୍କ ମନ୍ଦିର। ଆଉ ଯେତେବେଳେ ଜଣେ ବ୍ୟକ୍ତି ଏ ପ୍ରକାର ପାପ କରେ, ପରମେଶ୍ୱର କି ପ୍ରକାର ଦଣ୍ଡ ସେ ପ୍ରକାର ବ୍ୟକ୍ତିଙ୍କୁ ଦେଉଛନ୍ତି। ଶେଷରେ ଆପଣମାନଙ୍କୁ କହିବା ପାଇଁ ଚାହେଁ, ପ୍ରକାଶିତ 21 ଅଧ୍ୟାୟ ଏହାର 8 ପଦ। କିନ୍ତୁ ଯେଉଁମାନେ ଭୀରୁ, ଅବିଶ୍ୱାସୀ, ଘୃଣ୍ୟ, କଳଙ୍କିତ, ନରଘାତକ, ବ୍ୟଭିଚାରୀ, ମାୟାବୀ, ପ୍ରତିମା ପୂଜକ, ସେମାନେ ଓ ସମସ୍ତେ ମିଥ୍ୟାବାଦୀ ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବେ। ଏହା ହିଁ ଦ୍ୱିତୀୟ ମୃତ୍ୟୁ। ଦେଖନ୍ତୁ, ଜଣେ ବ୍ୟକ୍ତି ଯେତେବେଳେ ବ୍ୟଭିଚାର ପାପ କରେ, ତାହାକୁ ଶଯ୍ୟାଶାୟୀ କରାଯାଏ, କାଳେ ସେଠୁ ସେ ବଦଳିଯିବ, ପ୍ରଭୁଙ୍କର ପ୍ରେଜେନ୍ସ ମିଳେ ନାହିଁ, କାରଣ ସେ ଅନୁତାପ ଆଉଥରେ କରି ଫେରିଆସିବ। ଯେତେବେଳେ ଏସବୁ କଲା ପରେ ମଧ୍ୟ ଯେତେବେଳେ ସେ ପରିବର୍ତ୍ତନ ହେଉନାହିଁ, ବ୍ୟଭିଚାର ପାପ କରି 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 ସେ ମୃତ୍ୟୁବରଣ କରୁଛି, ସେହି ସମୟରେ ପରମେଶ୍ୱର ସେହି ପ୍ରକାର ବ୍ୟକ୍ତିଙ୍କ ପାଇଁ ଅଗ୍ନିମୟ ହ୍ରଦ ରଖିଛନ୍ତି। ଅଗ୍ନି ଓ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଅଂଶ ପାଇବ। ଅଳ୍ପ ସମୟର ସୁଖ ପାଇଁ, ଅଳ୍ପ ସମୟର ପ୍ଲେଜର ପାଇଁ ଲୋକମାନେ ଅନନ୍ତ କାଳ ଯାଏଁ ଅଗ୍ନିମୟ ହ୍ରଦ, ସେଇଟା ବର୍ଷେ, 2 ବର୍ଷ, 5 ବର୍ଷ, 10 ବର୍ଷ କି 50, 100 ବର୍ଷ ପାଇଁ ନାହିଁ, ଅନନ୍ତ କାଳ ପାଇଁ ଅଗ୍ନିମୟ ହ୍ରଦରେ ଅଂଶ ପାଇବ। ଏହା ହିଁ ଦ୍ୱିତୀୟ ମୃତ୍ୟୁ ଅଟେ। ଏହା ବାଇବଲ ଆମମାନଙ୍କୁ କହେ। ଆଜି ଯେଉଁମାନେ ଏହି ପ୍ରକାର ବ୍ୟଭିଚାର ପାପ ଗୁଡ଼ିକରେ ଲିପ୍ତ ହୋଇଛନ୍ତି, ତାର ଫଳାଫଳକୁ ସେମାନେ ଜାଣିନାହାନ୍ତି। ଅଳ୍ପ ସମୟ ସୁଖ ପାଇବା ପାଇଁ ସେମାନେ ନିଜର ଅନନ୍ତ କାଳକୁ ଅନ୍ଧକାରମୟ କରୁଅଛନ୍ତି। ଏବେ ମଧ୍ୟ ପରମେଶ୍ୱର ଏହିସବୁ ସନ୍ଦେଶ ଦ୍ୱାରା କଥା କହୁଛନ୍ତି, ଯେ ପ୍ରକାର କି ଆମେ ଫେରି ଆସିପାରିବା, ମନ ପରିବର୍ତ୍ତନ କରିପାରିବା, ସେ ବ୍ୟଭିଚାର ପାପକୁ ଛାଡ଼ି ପ୍ରଭୁଙ୍କ ନିକଟରେ ଆଜି ସମର୍ପଣ କରିପାରିବା। ଯଦି ଆପଣ ସେହି ପାପରେ ଜଡ଼ିତ ହୋଇ ରହିଛନ୍ତି, ଆପଣ ବାହାରିବା ପାଇଁ ଚେଷ୍ଟା କରୁଛନ୍ତି, ହେଲେ ମଧ୍ୟ ବାହାରି ପାରୁନାହାନ୍ତି, ପବିତ୍ର ଆତ୍ମା ଏବେ ଅଛନ୍ତି ଆପଣଙ୍କୁ ସାହାଯ୍ୟ କରିବା ପାଇଁ, ଆପଣଙ୍କୁ ସେହି ପ୍ରକାର ଗାତରୁ ଉଦ୍ଧାର କରିବା ପାଇଁ। କାରଣ ଯୀଶୁଖ୍ରୀଷ୍ଟ ସେ ଉଦ୍ଧାରକର୍ତ୍ତା, ସେ ଉଦ୍ଧାର କରିପାରିବେ। ଆପଣ ଗୋଟେ ସତ୍ୟ ମନରେ ପ୍ରଭୁଙ୍କୁ ଡାକିବେ, ଗୋଟେ ସତ୍ୟ ହୃଦୟରେ ପ୍ରଭୁଙ୍କୁ ଡାକିବେ, ପ୍ରଭୁ ମୁଁ ଏ ପାପରେ ପଡ଼ିଛି, ବାହାରିବା ପାଇଁ ଚାହୁଁନାହିଁ, ଚାହୁଁଛି ପ୍ରଭୁ ଦୟାକରି ମୋତେ ବାହାର କର। ପରମେଶ୍ୱର ଆପଣଙ୍କୁ ବାହାର କରିବେ, ଆପଣଙ୍କୁ ଉଦ୍ଧାର କରିବେ। ସେ ଉଦ୍ଧାର କରିବା ପାଇଁ ହିଁ ଅଛନ୍ତି। ଏବେ ଆଜି ସୁଯୋଗ ଅଛି, ଆପଣ ପ୍ରାର୍ଥନା କରିପାରିବେ, ପ୍ରଭୁଙ୍କୁ ଡାକିପାରିବେ, କାରଣ ଏହା ଦଣ୍ଡ ଭୟଙ୍କର ଦଣ୍ଡ ଅଟେ। ଯେଉଁ ସମୟରେ ଏହି ପାପ ଗୋଟେ ଦେଶରେ ବଢ଼ିଯାଏ, ପରମେଶ୍ୱର ସେହି ଦେଶକୁ ଦଣ୍ଡ ଦିଅନ୍ତି, ସେ ଜାତିକୁ ଦଣ୍ଡ ଦିଅନ୍ତି, ସେ ପରିବାର, ସେ ମଣ୍ଡଳୀକୁ ସେ ଦଣ୍ଡ ଦେବା ପରମେଶ୍ୱର ସେ ଅଟନ୍ତି। ସେଥିପାଇଁ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରିବା, କ୍ଷମା ମାଗିବା, ପ୍ରଭୁଙ୍କଠାରେ ପୁନର୍ବାର ମିଳିତ ହେବା। କାରଣ ଯେଉଁ ପ୍ରକାର ଭୟଙ୍କର ଦଣ୍ଡ ଗୁଡ଼ିକ ପରମେଶ୍ୱର ବ୍ୟଭିଚାର ପାଇଁ ରଖିଛନ୍ତି, ଅଗ୍ନିମୟ ହ୍ରଦ, ଦ୍ୱିତୀୟ ମୃତ୍ୟୁ, ଅନନ୍ତ କାଳ ଯାଏଁ। ପ୍ରିୟମାନେ, ଆସନ୍ତୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ନିକଟକୁ ଫେରିଆସିବା। ଆମ ପାଇଁ ପରମେଶ୍ୱର ଅନନ୍ତ ସ୍ୱର୍ଗର ସୁଖ ସେ ରଖିଛନ୍ତି, କାହିଁକି ଆମେ ସେ ନର୍କକୁ ଯିବା? ପ୍ରାର୍ଥନା କରିବା। ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ ଯେ ତୁମେ ପ୍ରତି ପ୍ରଭାତରେ ତୁମ ପବିତ୍ର ବାକ୍ୟ ଦ୍ୱାରା ଆମ ସହିତ କଥାବାର୍ତ୍ତା ହେଉଛ, ଆଉ ଆମମାନଙ୍କୁ ପ୍ରଭୁ ସତ୍ୟ ସତ୍ୟା ଗୁଡ଼ିକ ତୁମେ ଜଣାଉଛ, ଯାହାଦ୍ୱାରା କି ଆମେ ଏହି ସବୁ ପ୍ରକାର ପାପରୁ ଦୂରକୁ ଯାଇ ତୁମ ନିକଟରେ ନିଜ ଜୀବନକୁ ସମର୍ପଣ କରିପାରିବୁ। ଦୟାକରି ତୁମେ ଅନୁଗ୍ରହ କର। କେହି ମଧ୍ୟ ଅଗ୍ନିମୟ ହୃଦୟକୁ ନ ଯାଆନ୍ତୁ, ଦ୍ୱିତୀୟ ମୃତ୍ୟୁର ଅଂଶୀ ନ ହୋଇ ସମସ୍ତେ
जे प्रकार परमेश्वर निकट को आसतु यह तुम चाहूच पिता मु तुमको धन्यवाद दिए जो मैंने पढ़ी बाहर चाहूँ मो प्रार्थना करे दयाकर तुम अनुग्रह कर से उद्धार कर रक्षा कर यही प्रकार पापरू से जे प्रकार बाहर जीवन को गठन करें अनुग्रह प्रदान कर प्रार्थना शुणिच धन्यवाद प्रार्थना प्रिय प्रभु जीशु नाम मागुची आमेन आमेन प्रेज द लॉर्ड प्रभु आम समस्त को प्रचुर भाव आशीर्वाद करंतु प्रभु अनुग्रह दया कले आसंता अध्याय आ गोटे नुआ प्रसंग में परस्पर सहित साक्षात करवा रहिबा नमस्कार प्रेज द लॉर्ड गॉड ब्लेस यू।